କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବାହାଦୁରପଦ ତେଲନଦୀ ନିକଟରେ ପୁଣି ଏକ 2 ଫୁଟିଆ ଅଜଗର ଉଦ୍ଧାର। ଅଜଗରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼। କେସିଙ୍ଗା ବନାଞ୍ଚଳ ଅଧୀନସ୍ଥ ବାହାଦୁରପଦର ଗାଁ ତେଲନଦୀ ନିକଟରେ ଥିବା ପିପରୁଟି ବାହାଲରୁ ଶୁକ୍ରବାର ଏକ 2 ଫୁଟିଆ ଅଜଗର ଉଦ୍ଧାର ହୋଇଛି। ସୂଚନା ଥାଉ କି ଗାଁର ଅଡ଼େଶ୍ୱର ଛୁରା ଓ ତାଙ୍କ ସ୍ତ୍ରୀ ସଜ ଛୁରା ଜମିରେ ତଳି ରୁଆ ସଫା କରୁଥିବା ବେଳେ ଘାସବୁଦା ନିକଟରେ ଏକ ଅଜଗର ଦେଖିଥିଲେ। ଏହାପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ପକ୍ଷରୁ ତାଙ୍କ ଟିମ୍ ଆସି ଅଜଗରକୁ ଉଦ୍ଧାର କରିଛନ୍ତି। ଏହି ଅଜଗରକୁ ଉଦ୍ଧାର କରିବା ପାଇଁ ଏ ଅଞ୍ଚଳର ବହୁତ ଲୋକ ଦେଖିବାକୁ ଆସିଥିଲେ। ଗତ କିଛିଦିନ ତଳେ ଏଠୁ ପୁଣି ଏକ 6 ଫୁଟିଆ ଅଜଗର ଉଦ୍ଧାର ହୋଇଥିଲା। ଏଣୁ ଏତେ ସଂଖ୍ୟାର ଅଜଗର କେଉଁଠି ଆସୁଛି ତାହା ନେଇ ଲୋକେ ଆତଙ୍କିତ ଅଛନ୍ତି। ବ୍ୟୁରୋ ରିପୋର୍ଟ।